नाम्प ग्राम पंचायत पक्षर आंतर्जातीय महिला दिवस पालित हो जाइछि। ଏହି ଉପଲକ୍ଷେ ନାମ୍ପ କୁଞ୍ଜ ପଡ଼ିଆରେ ନାମ୍ପ ସରପଞ୍ଚ ଲୋପାମୁଦ୍ରା ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବିଡ଼ିଓ ଗୌରାଙ୍ଗ ଚରଣ ଘୋଷ, ନାମ୍ପ ଫାଣ୍ଡି ଏସ୍ଆଇ କରନ ମାରାଣ୍ଡି, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ସମିତି ସଭ୍ୟା ସୁସ୍ମିତା ପରିଡ଼ା, ନାୟବ ସରପଞ୍ଚ କଳ୍ପନା ଜେନା, ସ୍ୱର୍ଣ୍ଣଲତା ନାୟକ, ଏମ୍ବିକେ ଚନ୍ଦ୍ରପ୍ରଭା ସାମଲ, ବ୍ୟାଙ୍କ ମିତ୍ର ଯତ୍ନରାଣୀ ଦାସ, ସମାଜସେବୀ ଅରୁଣ ରାଉଳ, ସୁଶୀଲ ପରିଡ଼ା, ସୁଧୀର ଜେନା, ଜାମିନୀକାନ୍ତ ଦତ୍ତ ପ୍ରମୁଖ ଯୋଗ ଦେଇ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ଚନ୍ଦ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସନ୍ତୋଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। महिला दिवस जो कि उपस्थित रुहति आमर जाति वर्ण धर्म निर्विशेष राजनीतिर ऊर्ध्वे आमर अंगनवाड़ी दीदी माने, आशा दीदी माने, अंगनवाड़ी हेल्पर दीदी माने, सब एसएचजी माँ माने गाँव में जिते महिला अच्छा गोटे दिन आज जोटा कि आम समस्ते एकत्रित हो पारू ये आशा करी आज सरपंच अच्छी बोली नुह काली दिन भी जमी यही परंपरा को आम बजाय रखा। मार्च 8 तारीख दिन आम समस्ते जाति वर्ण धर्म निर्विशेष आम यहाँ गोटे भाईचारार पर्व बोली भावे जेहेतु या ईद पड़ो आमर पाखे ये